কালো প্রলয় মু সকাল উঠিলে সমস্তଙ୍କୁ ହେଇଯାଏ কাল ଆଉ ସୂର୍ଯ୍ୟ ଉଦୟ ହେଲେ ସମସ୍ତ ସୃଷ୍ଟି ହୁଏ ପ୍ରଳୟ। ଏଣୁ ମୋ ନାଁଟା ହେଲା କାଲ ପ୍ରଳୟ। କେତେ ଦିନ ରାଜା କର୍ଣ୍ଣେକେଶ୍ୱର କେତେ ଦିନ ଏ କାଳ ପ୍ରଳୟଟା ତୋରି ଓଇଟା ଖାଇ ତୋରି ପ୍ରତିପାଳିତ ରହି ସେ ତ ପାଖରେ କେତେ ଦିନ ପଡ଼ି ରହିଥିବ। ନାଇଁ ରାଜା ନାଇଁ, ମୋର ଗଛ ଗୋଟାଏ ମନ ଅଛି। ଆଉ ତ ରାଜ୍ୟ ସିଂହାସନ ଉପରେ ଯେତେବେଳେ ମୋ ଲୋଭଟା ବଢିଗଲା କଳେ ବଳେ କୌଶଳେ କୂଟ ଚକ୍ରାନ୍ତ କରି କୋଉଠୁ ଛଡ଼ାଇ ଆଣିବି ତୋରି ସେଇ ରାଜ୍ୟ ସିଂହାସନ। ଆଉ ମୁଁ ହେଇଯିବି ଏ ସମଗ୍ର ସୁବର୍ଣ୍ଣପୁରର ଅଫିସର। ସୁବର୍ଣ୍ଣପୁରେ ହେବି ଅଫିସରରେ, ସୁବର୍ଣ୍ଣପୁରେ ହେବି ଅଫିସରରେ। କାଳ ପ୍ରଳୟ ଅଟଇ ମୋର ନାମରେ ସୁବର୍ଣ୍ଣପୁରେ ହେବି ଅଫିସରରେ। ସିଂହାସନରେ ବସି ହୋଇଲ ମୁହଁ ଖୁସି ମୋ ପାଦେ ଖଟୁଥିବେ ସମସ୍ତ ଦାସୀ। ରାଜ ସମ୍ପଦ ଭୋଗ ହେବ ମୋରରେ। କାଳ ପ୍ରଳୟ ଅଟେ ମୋର ନାମରେ ସୁବର୍ଣ୍ଣପୁରେ ହେବି ଅଫିସରରେ। ହେଲେ ଦେଖି ଯା ରାଜା, ଏ ଶାଗୁଣାଟା ଆରମ୍ଭ କଲାଟା ଉଡ଼ିବାର। খুব কম সময় ভিতরে এ ଶାଗୁଣାটা তো রাজ্যবাটীরে বসা বাঁধিব। ଆଉ ଯୋଉଦିନ ଏ ଶାଗୁଣାଟା ତୋ ରାଜବାଟୀରେ ବସା ବାନ୍ଧିବ ସେଇଦିନ ଆରମ୍ଭ କରିବ ତା ଛୁଞ୍ଚି ମଲିଆରେ କଣ୍ଟ ମାରିବା। ଆରେ ରାଜା, କେତେ ଦିନ ମୁଁ ଏମିତି ତୋ ପାଖରେ ପଡ଼ି ରହିଥିବି। ଦିନେ ନା ଦିନେ ମୁଁ ଏ ସୁବର୍ଣ୍ଣପୁରରେ ରାଜା ହୋଇ ରାଜୁତି କରିବେ ରାଜୁତି। ଆରେ ବାବା କାଲ ବାବା ତୁ ଏକା ରହି କଣ୍ଟ ଭାବୁଛି ବାବା, ତମ କଥାଟା ଭାବୁଛି। ତମେ ପରା ମୋତେ କହିଥିଲ ରେ ପୁଅ କାଳ ପ୍ରଳୟ ତୁ ହିଁ ସୁବର୍ଣ୍ଣପୁରରେ ରାଜା ହବୁ ବୋଲି। अरे काई बाबा काई सुवर्णपुर युवराज चंद्रहास्यटा धीरे धीरे बड़ हेबाकू लागिलानी। से जदि सुवर्णपुर राजा हो जाए, मो राजा हेबी केतेबेले बाबा
ମୋ ରାଜା ହେବି କେତେବେଳେ अरे भारत में तो तुझे कुछ नहीं आता। ତମେ କଣ କହୁଛ ବାବା ମୁଁ ତ କିଛି ବୁଝି ପାରୁ ନାହିଁ तू किसी बुझ पर ନାଇଁ ବାବା କିଛି ବି ବୁଝି ପାରୁ ନାହିଁ चले सुनी जा। କଣ ଶୁଣେଇବ ବାବା ତମେ କଣ ଶୁଣେଇବ अरे पुत्र न बाबा तू ही ଏ ବାବା अकलो गुप्ता कथा ताते देउची काही। अरे पुत्र न बाबा तू तपाल बालक कौन सा तू करी तपाल बालक कौन सा तू करी तबेरा जा होई परीब तू ही। अरे पुत्र न बाबा तू गुप्ता कथा ताते देउची काही। अरे पुत्र न बाबा तू हे बाबा ତମେ ଏମିତି କି ଗୁପ୍ତ କଥା କହିବ ଯେ ମତେ ଲୁଚାଇ ରଖିଛ ବାବା କହ ବାବା ମତେ କହ ବାବା कला ବାବା तपुआर जन्मदिन ତାପରେ उत्सव हरिबेर जन हो बाबा तपुआर जन्मदिन उत्सव हरिबेर जन तपोबरु बाबू रानी सुशीला को तपोबरु बाबू रानी सुशीला को एकांतरे तुही बेटी बुझाई। अरे पुत्र न बाबा तुही गुप्ता कथा ताते देउची काही। अरे पुत्र न बाबा तुही ଏ ବାବା ରାଣୀ ସୁଶୀଳା ପାଖକୁ ମୁଁ ପଠେଇବି ବାବା ମୁଁ ଯିବି ଏ ବାବା ତାପରେ କଣ ବାବା कला ହଁ ବାବା मागी बुपे मभिक दाना कही बसे कटु बदाना। मागी बुपे मभिक दाना कही बसे कटु बदाना। चितार को जोनी से माऊ दवानी चितार को जोनी से माऊ दवानी हसी बहसी बे अखाय काही। अरे पुत्र न बाबा तुही गुप्ता कथा ताते देउची काही। अरे पुत्र न बाबा तुही ଓ कला ବାବା राजन को हिते मुहि थिबी ଅ तार वंश को नाचबी। एथरा मो कथा बुझी पड़ी तू कलो ତମ କଥାକୁ ମାନିବାକୁ ପଡିବ ବାବା ତମ କଥାକୁ ତ ମାନିବାକୁ ପଡିବ ବାବା कला ସେ ଯୁଗର ମହାଭାରତରେ ଗୁରୁଦ୍ରୋଣ ଯେମିତି ଚକ୍ରବ୍ୟୁହ ସୃଷ୍ଟି କରି ଅଭିମନ୍ୟୁକୁ ମାରି ଦେଇଥିଲେ ଠିକ୍ ସେମିତି ଆମେ ବାପା ପୁଅ ମିଶି ଏମିତି ଚକ୍ରାନ୍ତ କରିବା ଯେ ରାଜା ରାଣୀ ଆଉ ତା ପୁଅକୁ ଆମେ ଜୀବନରୁ ଶେଷ କରିଦେବା ବାବା ଶେଷ କରିଦେବା ତାପରେ ତମର ଏଇ ସୁଯୋଗ୍ୟ ସନ୍ତାନ କାଳ ପ୍ରଳୟ এই রাজ্য সিংহাসনের বসে রাজত্ব করিব বাবা রাজত্ব করিব বাস তাহলে দেরি করবি কাহিকে এই ছড়ে ছুটি যাবি ଆଉ ମୋ କାରୁକାର୍ଯ୍ୟରେ ମୁଁ ଲାଗିଯିବି ବାବା ଲାଗିଯିବି ठीक আছে পুত্র তো କାର୍ଯ୍ୟରେ ତୁ ଲାଗିଯା ମୁଁ ଯାଉଛି ରାଜାଙ୍କ ପାଖକୁ ମୁଁ ଏମିତି ଗୋଟେ ଖେଳ ଖେଳିବି ବାସ ବାବା
ଅଖା ଧଉଥିବ ଗୁଣ ଗାଉଥିବ। ବାସ୍ ବାବା ବାସ୍। ଆଉ ତମର ଏଇ ସୁଯୋଗ୍ୟ ସନ୍ତାନ କାଳ ପ୍ରଳୟ ଏଇନେ ଛୁଟିଯିବ ରାଣୀ ହଂସପୁରକୁ। ଆଉ ଏମିତି ପ୍ରଳୟ ସୃଷ୍ଟି କରିଦେବ ଯେ ରାଣୀ ହଂସପୁରଟା ଖାଲି ଉଠୁଥିବ ପଡୁଥିବ, ଉଠୁଥିବ ପଡୁଥିବ, କମ୍ପୁଥିବ। ତାହେଲେ ମୁଁ ଆସୁଛି ବାବା, ମୁଁ ଆସୁଛି। ଆରେ ପୁଅଟା ମୋର ଚାଲିଗଲା ରାଣୀଙ୍କ ପାଖକୁ। ଆରେ ଦ୍ୱାପର ଯୁଗରେ ଯେମିତି ଧୃତରାଷ୍ଟ୍ର ତା ପୁତ୍ର ପ୍ରେମରେ ପଡି ଅନ୍ଧ ହୋଇଯାଇଥିଲା, ଠିକ୍ ସେମିତି ଏ ବଜ୍ରଘଣ୍ଟ ତୋ ପୁଅ କେମିତି ଏ ସୁବର୍ଣ୍ଣପୁରରେ ରାଜା ହବ। ଆଉ ସେଇଥିପାଇଁ ସେ ଆଖି ଥାଉ ଥାଉ ଅନ୍ଧ ହୋଇଯାଇଛି। ହଁ ହଁ, ଆଖି ଥାଉ ଥାଉ ଅନ୍ଧ ହୋଇଯାଇଛି। ହେଲେ ମୁଁ ଡେରି କରିବି କାହିଁକି? ମୁଁ ମଧ୍ୟ ଚାଲିଯିବି ସେଇ ରାଜାଙ୍କ ପାଖକୁ। ହଁ ହଁ, ରାଜାଙ୍କ ପାଖକୁ।